ଆଜି ଥିଲା ଏଫ୍ଏଲ୍ସିଆର୍ପିର ରିଫ୍ରେଶର ଟ୍ରେନିଂ। ଆମେ ସବୁ ଯାଇକି ପହଞ୍ଚି ଯାଇଥିଲୁ ଆର୍‌ସିଟିରେ। ସେଠି ସାର୍ମାନେ ଟିଚିଂ ଦେବାର ଥିଲା ଏଫ୍ଏଲ୍ସିଆର୍ପି ଉପରେ। ଏଫ୍ଏଲ୍ସିଆର୍ପି ମାନେ ଫାଇନାନ୍ସିଆଲ ଲିଟରେସି ଉପରେ ଟ୍ରେନିଂ ଦିଆଯାଏ, ଯାହାକୁ କୁହାଯାଏ ଆର୍ଥିକ ସାକ୍ଷରତା। ଆମେ କ'ଣ ସମସ୍ତେ ଅର୍ଥ ପରିଚାଳନାରେ ସାକ୍ଷର କି? ଆମେ ତ ସମସ୍ତେ ନିଜ ନିଜ ଘରେ ଅର୍ଥ ପରିଚାଳନା କରୁଛେ, ନିଜ ଘରେ ନିଜେ ଚଳୁଛେ। ତେଣୁ ପଇସାଟା କେମିତି ଖର୍ଚ୍ଚ କରିବାକୁ ହେବ ଆମେ ସମସ୍ତେ ସେଇଟା ଜାଣିଛେ। କିନ୍ତୁ ଠିକ୍ରେ ଆମେ ଜାଣିଛେ ନା ନାହିଁ ସେଇଟା ଆମେ ସମସ୍ତ ମାଆମାନଙ୍କୁ ଜଣାଇବା ପାଇଁ ଆମକୁ ଏହି ତାଲିମଟା ଦିଆଯାଇଥାଏ। ଏଫ୍ଏଲ୍ସିଆର୍ପିରେ ମୁଁ ଗୋଟିଏ ଜିନିଷ ଜାଣିଲି ଯେ ତା'ର ମୁଖ୍ୟ ଜିନିଷ ହେଲା ଆମେ ଅର୍ଥ ପରିଚାଳନା ତ ସମସ୍ତେ କରୁଛେ, କିନ୍ତୁ ପଇସାଟାକୁ କେମିତି ଉପଯୋଗ କରିବା। ଗୋଟିଏ ପଦରେ ସାର୍ ବୁଝେଇ ଦେଇଥିଲେ, ରୋଜଗାରର ପ୍ରଥମ ଖର୍ଚ୍ଚ ଆମେ କ'ଣ କରିବା। ରୋଜଗାରର ଆମର ପ୍ରଥମ ଖର୍ଚ୍ଚ ହେଉଛି ସଞ୍ଚୟ। ଆମର ଅସୁବିଧା ସୁବିଧା ସବୁ ସମୟରେ ପଇସାଟା ନିହାତି ଦରକାର। ଅସମୟରେ ଏଇ ସଞ୍ଚିତ ଅର୍ଥଟା ହିଁ ଆମର କାମରେ ଲାଗିବ। ଏଥିପାଇଁ ସାର୍ମାନେ ଗୋଟିଏ ଶବ୍ଦରେ ହିଁ ବୁଝେଇ ଦେଇଥିଲେ, ଆର୍ଥିକ ସାକ୍ଷରତା କ'ଣ ପାଇଁ ଆମକୁ ତାଲିମ ଦିଆଯାଉଛି। ତେଣୁ ଆମେମାନେ ସମସ୍ତେ ସଞ୍ଚୟ କରିବା ନିହାତି ଆବଶ୍ୟକ। ଆଉ ସଞ୍ଚୟ କଲେ ଆମର ଭବିଷ୍ୟତରେ ଏହା ନିଶ୍ଚିତ କାମରେ ଲାଗିବ। ଆମ ପାଇଁ ଖାଇବା ପିଇବାର ବ୍ୟବସ୍ଥା ହେଇଥିଲା, ଖାଇଥିଲୁ। ମନ ଖୁସିରେ ଟ୍ରେନିଂ ନେଇ ଘରକୁ ଫେରି ଆସିଥିଲୁ। ସେକେଣ୍ଡ ଡେରେ ଟ୍ରେନିଂ ପୁଣି ହେବ। ଜୟ ଜଗନ୍ନାଥ।